जयप्रकाश मल्लिक भारतीय जनता पार्टी कार्यकर्ता। 128 ତମ ମନ୍ କି ବାତ ପ୍ରଧାନମନ୍ତ୍ରୀଙ୍କର ଚାଲିଥିଲା ବର୍ତ୍ତମାନ ପ୍ରଥମ ଦେବ ପ୍ରାଙ୍ଗଣରେ କଣ କହିବେ? ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 128 ମନ୍ କି ବାତ ପ୍ରସନ୍ନଦେବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳ ବହୁ କାର୍ଯ୍ୟକର୍ତ୍ତା ମା ଭଉଣୀ ମାନେ ବରିଷ୍ଠ ଲୋକମାନେ ଯୋଗଦାନ କରିଥିଲେ। ଆଜି ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ ପ୍ରୋଗ୍ରାମରେ ଭୋକାଲ ଫର ଲୋକାଲ, ବିକଶିତ ଭାରତ, ସମୃଦ୍ଧ ଭାରତ ଗଠନରେ କେମିତି ଆତ୍ମନିର୍ଭର ଭାରତ ବନିପାରିବ ତା ବିଷୟରେ ସେ ଆଲୋଚନା କଲେ। ତେବେ ଆତ୍ମନିର୍ଭର ଭାରତ ସହିତ ମହିଳା କ୍ରିକେଟ ଦଳ ଦେଶ ପାଇଁ ଗର୍ବ ଆଣି ଦେଇଛନ୍ତି, ସେଥିପାଇଁ ମଧ୍ୟ ତାଙ୍କୁ ସେ ବହୁତ ଧନ୍ୟବାଦ ଦେଲେ। ଆମର ସୈନ୍ୟବାହିନୀ ମାନଙ୍କର ଯୋଉ ପରାକ୍ରମ ଦେଖେଇଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଦେଲେ। ପର୍ଯ୍ୟଟନ ସ୍ଥଳୀକୁ ଧନ୍ୟବାଦ ଦେଲେ। ମହୁ ସଂଗ୍ରହ କରିବାରେ ଆଜି ସାରା ପୃଥିବୀରେ ଭାରତ କେମିତି 1 ନମ୍ବର ହେଇଛି, ଆତ୍ମନିର୍ଭର ହେଇପାରିଛି ତା ପାଇଁ ମଧ୍ୟ ଲୋକମାନଙ୍କୁ ସେ ପ୍ରେରଣା ଦେଲେ। ଆଜିର ଉପାଦେୟ କଥା ଯେତିକି କହିଲେ ବହୁତ ଲୋକ ଖୁସି ଥିଲେ ଏବଂ ଏଇଭଳି ଯୋଉ ତାଙ୍କର ମନ୍ କି ବାତ ଚାଲିଛି, ଆମେ ସବୁ ମାସର ଶେଷ ରବିବାର ହଉଛି, ଏଇଟା ଆଗକୁ ଚାଲୁ। ଏଥିରେ ବହୁତ ଲୋକ ଯୋଡି ହଉଛନ୍ତି। ଆଗାମୀ ଦିନରେ ଆମେ ଏହାକୁ ବ୍ୟାପକ କରିବା ପାଇଁ ଆମ ନିର୍ବାଚନ ମଣ୍ଡଳୀରେ ଚେଷ୍ଟା କରୁଛୁ।